ଅନ୍ୟତମ ଅତିଥି ଭାବରେ ଆମ ରେଣୁଆଞ୍ଚଳ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ମଧ୍ୟ ଆମ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ କାର୍ଯ୍ୟକ୍ରମ ପରେ ଆମର କାର୍ଯ୍ୟକ୍ରମ କରାଯିବ। ଦେଖନ୍ତୁ, ଭାରତୀୟ ମୁକ୍ତି ସଂଗ୍ରାମ ସମୟରେ ଯେଉଁ ବିପ୍ଳବର ଆରମ୍ଭ ହୋଇଥିଲା, ବିଶେଷ କରି ଓଡ଼ିଶାରେ ଯେଉଁଭଳି ଭାବରେ ବନ୍ଦେ ମାତରମ୍ ସମୁଦାୟ ଏବଂ ଅନୁଶୀଳନ ସମିତି ଯେଉଁଭଳି ଭାବରେ ଓଡ଼ିଶାରେ ମୁଣ୍ଡ ଟେକିଥିଲେ, ନିଶ୍ଚିତ ଭାବରେ ଭାରତୀୟ ମୁକ୍ତି ସଂଗ୍ରାମକୁ ସଫଳ କରିବା ଦିଗରେ ଇଏ ବିପ୍ଳବପନ୍ଥୀମାନଙ୍କର ଅବଦାନ ଓ ଯୋଗଦାନ ଅତୁଳନୀୟ। ସେଥିରେ ବାଘା ଯତୀନ ଯିଏକି ଅଦ୍ଭୁତ ସାହସ ଏବଂ ନିଷ୍ଠାପର ଦେଶ ସେବା ଦେଶଭକ୍ତିର ପରିଚୟ ଦେଇକି ଦେଶ ପାଇଁ ଶହୀଦ ହୋଇଥିଲେ। ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ତାଙ୍କ ପୁଣ୍ୟତିଥି ଅବସରରେ ଆୟୋଜିତ ଏ ସମାରୋହରେ ଆମେ ଯୋଗ ଦେଇ ନିଜକୁ ଭାଗ୍ୟବାନ ମନେ କରୁଛୁ ଏବଂ ସେ ବୀରପୁତ୍ରମାନଙ୍କୁ ସ୍ମରଣ କରିବାର ସୌଭାଗ୍ୟ ପ୍ରାପ୍ତ କରୁଛୁ। দেশ